ସକାଳୁ ବାସି ମୁହଁରେ ମାତ୍ର 3 ଥର ପଢ଼ି ଦିଅନ୍ତୁ ଏହି ଗୋଟିଏ ମନ୍ତ୍ର। ଗ୍ୟାରେଣ୍ଟି ଦେଉଛି ସନ୍ଧ୍ୟା ସୁଦ୍ଧା ସେ ଝିଅ ଆପେ ଆପେ ପଟିଯିବ। ନିଜେ ଆସି ଆପଣଙ୍କ ସହିତ କଥା ହେବ ଆଉ ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଆପଣଙ୍କ ପ୍ରେମରେ ଏମିତି ଦିବାନୀ ହେଇଯିବ କି ଆପଣଙ୍କୁ ନ ଦେଖି ଗୋଟେ ମୁହୂର୍ତ୍ତ ବି ରହିପାରିବନି। କେବଳ ଆପଣଙ୍କୁ ସକାଳୁ ଉଠିବା ମାତ୍ରକେ ବାସି ମୁହଁରେ ମାତ୍ର 3 ଥର ଏହି ଗୋଟିଏ ମନ୍ତ୍ରକୁ ପଢ଼ିବାର ଅଛି। ତାପରେ ଦେଖିବେ ଚମତ୍କାର। ଗ୍ୟାରେଣ୍ଟି ଦେଉଛି ଯେଉଁ ଝିଅ ପଟୁନଥିଲା ସେ ଝିଅ ଆପେ ଆପେ ପଟିଯିବ। ଆଜ୍ଞା ହଁ, ଯଦି ଆପଣ ସୁନ୍ଦରୀରୁ ସୁନ୍ଦରୀ ଝିଅ ବା ସୁନ୍ଦରୀ ଭାଉଜକୁ ମନେ ମନେ ଭଲ ପାଉଛନ୍ତି, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ବା ମହିଳା ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ ଆଜିର ଏହି ବଶୀକରଣ ଭିଡ଼ିଓଟି ଆପଣଙ୍କର କାମରେ ଆସିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଏମିତି ଏକ ପ୍ରଚଣ୍ଡ ମହାଶକ୍ତିଶାଳୀ ନାରୀ ମୋହିନୀ ବଶୀକରଣ ମନ୍ତ୍ର। ଏହି ମନ୍ତ୍ରକୁ ଯଦି ଆପଣ ସକାଳୁ ବାସି ମୁହଁରେ ପଢ଼ିଦେବେ, ଗ୍ୟାରେଣ୍ଟି ଦେଉଛି ସେ ଝିଅ ବା ବିବାହିତା ମହିଳା ଆପଣଙ୍କର ବଶରେ ହେଇଯିବ। ଆପଣଙ୍କର ସବୁ କଥା ମାନିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସିଏ କରିବ। କୌଣସି ପ୍ରକାର ବାଧା ଦେବ ନାହିଁ। ନମସ୍କାର ଦର୍ଶକ ବନ୍ଧୁ, ଏସ୍ ମନ୍ତ୍ର ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ବଶୀକରଣ ଦୁନିଆର ସବୁଠାରୁ ମହାଶକ୍ତିଶାଳୀ ବଶୀକରଣ। ଯିଏ ବି ଏହାକୁ କରିଛି 100ରୁ 100% ସଫଳ ହୋଇଛି। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ମଧ୍ୟ ଫେରାଇ ଆଣିପାରିଛି। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିଛି। ତେଣୁ ଆପଣ ବି ମୋ କଥା ମାନି ଏହି ଗୋଟିଏ ମନ୍ତ୍ରକୁ ପଢ଼ିକି ଦେଖନ୍ତୁ। ତାପରେ ଦେଖିବେ ଚମତ୍କାର। କିପରି ସେହି ସମୟଠାରୁ ସୁନ୍ଦରୀ ଝିଅ ବା ସୁନ୍ଦରୀ ସ୍ତ୍ରୀ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ। ପାଗଳି ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ। ଆପଣଙ୍କୁ ନ ଦେଖି ଗୋଟେ ମୁହୂର୍ତ୍ତ ବି ରହିପାରିବନି। ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, ମୁଁ ଆପଣଙ୍କୁ ଶିଖାଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଶିଖାଇବି। ଜାଣିବା ପାଇଁ ଆପଣ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନର ସହିତ ଦେଖନ୍ତୁ। ତେବେ ଯାଇକି ଆପଣ ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଜାଣିପାରିବେ। ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ଆଉ ପରେ ଆପଣ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ମନ୍ତ୍ର କାମ କରୁନି। ଦେଖନ୍ତୁ, ବଶୀକରଣ ବିଧି ଜାଣିବା ପୂର୍ବରୁ ମୋର ଗୋଟିଏ ଛୋଟିଆ କଥା ମନେ ରଖନ୍ତୁ। ଯେଉଁପରି ଆପଣ ଭଗବାନଙ୍କୁ ମାନୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖିଛନ୍ତି, ନିଜର ସବୁ ଦୁଃଖ, କଷ୍ଟ, ଅସୁବିଧା ଭଗବାନଙ୍କୁ ଜଣାଉଛନ୍ତି। ଯଦି ସେ ଅସୁବିଧାର ସମାଧାନ ନହେଲା, ତାହାର ମାନେ ନୁହେଁ କି ଭଗବାନ ନାହାନ୍ତି। ସେହିପରି ମନ୍ତ୍ରତନ୍ତ୍ର ହୁଏ, ବଶୀକରଣ କାମ କରେ, କିନ୍ତୁ ଏହାକୁ ଆପଣଙ୍କୁ ସିଦ୍ଧ କରିବା ପାଇଁ ପଡ଼ିବ। ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିବା ପାଇଁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ ଯେତେ ସୁନ୍ଦରୀ ଝିଅକୁ ଚାହିଁବେ ଅତି ସହଜରେ ପଟେଇ ପାରିବେ। ସୁନ୍ଦରୀ ଭାଉଜକୁ ପଟେଇ ପାରିବେ। ତାକୁ ନିଜ ପ୍ରେମରେ ଦିବାନୀ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେବେ ବଶୀକରଣ କରିବା ପୂର୍ବରୁ ବଶୀକରଣ ବିଷୟରେ କିଛି ଜାଣି ରଖନ୍ତୁ। ବଶୀକରଣ କ'ଣ ପାଇଁ କରାଯାଏ? ଯେତେବେଳେ ଆପଣ କାହାକୁ ନିଜଠାରୁ ଅଧିକ ଭଲ ପାଉଛନ୍ତି, ତା ବିନା ବଞ୍ଚିପାରିବେନି ଭାବୁଛନ୍ତି, ତା ପଛରେ ଗୋଡ଼େଇ ଗୋଡ଼େଇ ଥକି ଗଲେଣି, ହେଲେ ସେ ଝିଅ ବା ମହିଳା ଆପଣଙ୍କୁ ଭାଉ ଦେଉନି, ଆପଣଙ୍କୁ ଦେଖିଲେ ଅଣଦେଖା କରୁଛି, ସେତେବେଳେ ଆପଣ ବଶୀକରଣ କରିପାରିବେ। କିମ୍ବା ଯଦି କେଉଁ ଲୋକ ବିନା କାରଣରେ ଆପଣଙ୍କୁ ହଇରାଣ କରୁଛି, ଆପଣଙ୍କ ଘର ପରିବାର ଉପରେ ଖରାପ ନଜର ପକାଉଛି, ସେତେବେଳେ ଆପଣ ବଶୀକରଣ କରିପାରିବେ। ବଶୀକରଣର ମାନେ ହେଉଛି ନିଜର ଭାବନାକୁ ଅନ୍ୟର ଦିମାଗରେ ପହଞ୍ଚାଇବା, ନିଜର ଭଲ ପାଇବାକୁ ଅନ୍ୟର ଦିମାଗରେ ପହଞ୍ଚାଇବା, ମାନେ ସେ ଝିଅ ବା ମହିଳାର ଦିମାଗରେ ପହଞ୍ଚାଇବା। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ମନ୍ତ୍ରକୁ ପାଠ କରିବେନି। କାହିଁକିନା ଏହି ବଶୀକରଣ ହେଉଛି ସବୁଠାରୁ ସହଜ କିନ୍ତୁ ମହାଶକ୍ତିଶାଳୀ ବଶୀକରଣ। ଏହି ମନ୍ତ୍ରକୁ ଯଦି ଆପଣ ସକାଳେ ଉଠିବା ମାତ୍ରକେ ବାସି ମୁହଁରେ ପଢ଼ିଦେବେ, ସେପଟେ ସେ ଝିଅ ବା ମହିଳା ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ, ବିଚଳିତ ହୋଇ ଉଠିବ। ଯେପର୍ଯ୍ୟନ୍ତ ଆପଣଙ୍କୁ ଦେଖିନି, ଆପଣଙ୍କ ସହିତ ସମ୍ପର୍କ ରଖିନି, ସିଏ ଖାଲି ଛଟପଟ ହେବ। ତେଣୁ ଯଦି ଆପଣ ଏହି ବଶୀକରଣ କରିବା ପାଇଁ ଚାହୁଁଛନ୍ତି, ସେ ଝିଅ ବା ମହିଳାକୁ ପଟେଇବାକୁ ଚାହୁଁଛନ୍ତି, ତାକୁ ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବା ପାଇଁ ଚାହୁଁଛନ୍ତି, ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ
ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନର ସହିତ ଦେଖନ୍ତୁ। ବିଧିଟି ଜାଣିବା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମ ଥର ପାଇଁ ଆସିଛନ୍ତି ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ର ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ। ଠିକ୍ ଅଛି, ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେଉଁ ବି ବାରରେ କରିପାରିବେ, କିନ୍ତୁ ଯେବେ ବି କରିବେ ସକାଳ ବାସି ମୁହଁରେ କରିବେ। ବିନା ହାତ ଗୋଡ଼ ମୁହଁ ଧୋଇକି ସକାଳ ବାସି ମୁହଁରେ କରିବେ। ପ୍ରଥମେ ଆପଣ କ'ଣ କରିବେ, ଯେତେବେଳେ ରାତିରେ ଶୋଇବା ପାଇଁ ଯିବେ ଗୋଟିଏ ଗ୍ଲାସରେ ଚିନି ପାଣି ଆଣିବେ। ତାପରେ ସେ ପାଣି ଗ୍ଲାସକୁ ନିଜର ସାମ୍ନାରେ ରଖିବେ। ତାପରେ 7 ଥର ସେହି ଝିଅ ବା ମହିଳାର ନାମ କହିବେ ଯାହାକୁ ଆପଣ ନିଜ ବଶରେ କରିବା ପାଇଁ ଚାହୁଁଛନ୍ତି। ପ୍ରଥମେ ଆପଣ ତାକୁ ମନେ ମନେ ଭାବିବେ, ତାର ମୁହଁକୁ ନିଜ ମନରେ ଭାବିବେ। ତାପରେ 7 ଥର ସେହି ଝିଅର ନାମ କହି ପାଣି ଗ୍ଲାସରେ 3 ଥର ଫୁଙ୍କିଦେବେ। ଠିକ୍ ଅଛି, ଏତିକି କରିସାରିବା ପରେ ଆପଣ କ'ଣ କରିବେ, ସେ ପାଣି ଗ୍ଲାସକୁ ଖଟ ତଳେ ରଖିକି ଆପଣ ଶୋଇପଡ଼ିବେ। ଯଦି ଆପଣ ଖଟରେ ଶୋଉନାହାନ୍ତି, ତଳେ ଶୋଉଛନ୍ତି, ତେବେ ଆପଣ ସେ ପାଣି ଗ୍ଲାସକୁ ନିଜର ମୁଣ୍ଡ ପାଖରେ ରଖିକି ଆପଣ ଶୋଇପଡ଼ିବେ। ସକାଳେ ଉଠିବା ମାତ୍ରକେ ଆପଣ ବାସି ମୁହଁରେ ବିନା ହାତ ଗୋଡ଼ ମୁହଁ ଧୋଇ ବାସି ମୁହଁରେ ଆଖି ବନ୍ଦ କରିକି ସେହି ଝିଅ ବା ମହିଳାକୁ ମନେ ମନେ ଭାବିବେ। ତାର ମୁହଁକୁ ନିଜ ମନରେ ଭାବିବେ। ତାପରେ ଏହି ମନ୍ତ୍ରକୁ ମାତ୍ର 3 ଥର ପଢ଼ିବେ। ଆଉ 3 ଢୋକ ପାଣି ଆପଣ ପିଇଦେବେ। ଦେଖନ୍ତୁ, ମନେକର ଆପଣ ଯେଉଁ ଝିଅ ବା ମହିଳାକୁ ବଶରେ କରିବା ପାଇଁ ଚାହୁଁଛନ୍ତି ତାର ନାମ ହେଉଛି ମମତା। ତେବେ ଆପଣ ମନ୍ତ୍ରକୁ ଏହିପରି ପଢ଼ିବେ, ମମତା ତୀବ୍ର ବଶୀଭୂତଂ, ମମତା ତୀବ୍ର ବଶୀଭୂତଂ। ଥରେ ଆପଣ କହିବେ ମମତା ତୀବ୍ର ବଶୀଭୂତଂ, ଗୋଟିଏ ଢୋକ ପାଣି ପିଇଦେବେ। ଆଉ ଥରେ କହିବେ ମମତା ତୀବ୍ର ବଶୀଭୂତଂ, ଆଉ ଗୋଟିଏ ଢୋକ ପାଣି ପିଇଦେବେ। ଏହିପରି ଆପଣ ଲଗାତାର 3 ଥର କହିବେ, ଆଉ 3 ଢୋକ ପାଣି ଆପଣ ପିଇଦେବେ। ଏହିପରି ଆପଣ ଲଗାତାର 3 ଦିନ ପର୍ଯ୍ୟନ୍ତ ସକାଳୁ ଉଠିବା ମାତ୍ରକେ ବାସି ମୁହଁରେ କରିବେ। ମନେ ରଖନ୍ତୁ, ଏହି ବିଧିକୁ ଆପଣ ଅଧାରୁ ଛାଡ଼ିବେନି। ଲଗାତାର 3 ଦିନ ପର୍ଯ୍ୟନ୍ତ ସକାଳୁ ଉଠିବା ମାତ୍ରକେ ବାସି ମୁହଁରେ ଏହିପରି କରିବେ। ତାପରେ ଦେଖିବେ ଯେଉଁ ଝିଅ ପଡ଼ୁନଥିଲା ସେ ଝିଅ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହିବ। ପଡ଼ିଶା ଘର ଭାଉଜ ହାତ ଧରି ରୁମ୍କୁ ଡାକିବ, ଆଉ ଯାହା ଚାହିଁବେ ତାହା କରିବାକୁ ଦେବ। ଧନ୍ୟବାଦ।